ପିଲାମାନେ ଆମେ ଆଜି ମଣ୍ଡାଖିଆ ଅସୁର ଗପଟିକୁ ଦେଖିବା। ଦେଖୁଛ ପିଲାମାନେ ଗାଁର ମୁଖିଆ ସହିତ ଭଗିଆ ଆଲୋଚନା କରୁଥାଏ। କହିଲା, ତୁମେ ଆଜି କ'ଣ ଖାଇଛ? ମୁଖିଆ କଥାରେ ଭଗିଆ କହିଲା, ପିଠା, ମଣ୍ଡା ପିଠା। ଆମର ମଣ୍ଡା ପିଠା ହୋଇଥିଲା। ଏହି ସମୟରେ ମୋର ଜଣେ ଅତିଥି ଆସି ପହଞ୍ଚିଲେ, ତେଣୁ ମୁଁ ପିଠା ଖାଇପାରିଲି ନାହିଁ। ଗୋଟିଏ ଦୁଇଟା ପିଠା ଗାମୁଛାରେ ବାନ୍ଧିକିରି ଆଣିଛି। ଆମେ ଏବେ ସେଇ ପିଠାଟିକୁ ଖାଇବା ନିଜ ନିଜ ଭିତରେ। ମୁଖିଆ ମଧ୍ୟ ତାକୁ କଥାରେ ହଁ ଭରିଥିଲା। ଉଭୟେ ସେ ପିଠାଟିକୁ ଖାଇବା ପାଇଁ ଚିନ୍ତା କଲେ। ଭଗିଆ କହିଲା, ଆମ ଘରକୁ ଅତିଥି ଆସିଥିବାରୁ ମୁଁ ପିଠାଟିକୁ ସମ୍ପୂର୍ଣ୍ଣ ଭାବରେ ଖାଇପାରିଲି ନାହିଁ। ମୋ ମନ ଭାରି ଦୁଃଖ। ଏଇଭଳି ପରସ୍ପର ପିଠା ବିଷୟରେ କଥା ହେଉଥାନ୍ତି। ଏହି ସମୟରେ ଗଛଟି ମଡ଼ କରି ଭାଙ୍ଗିଗଲା। ତିନି ଜଣ ଯାକ ସେଇ ଗଛ ନିକଟକୁ ଯିବାକୁ ବସିଲେ। ଗଛ ପାଖରେ ଯେତେବେଳେ ପହଞ୍ଚିଗଲେ ଉଠେଇବାକୁ ଚେଷ୍ଟା କଲେ, କିନ୍ତୁ ଉଠିଲା ନାହିଁ। ଏହି ସମୟରେ ଗଛଟିର ଭାଙ୍ଗିଥିବା ଗଛଟି ଆସ୍ତେ ଆସ୍ତେ ଆକାଶକୁ ଉଠିବାକୁ ଲାଗିଲା। ତା ମଧ୍ୟରୁ ଗୋଟିଏ ରାକ୍ଷସ ଆସି ସେମାନଙ୍କୁ ଦେଖାଦେଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ, କିନ୍ତୁ ରାକ୍ଷସଟି କହିଲା, ମୁଁ ମଣିଷ ନୁହେଁ, ମୁଁ ହେଉଛି ଦାନବ। ମୁଁ ମଣିଷ ଖାଏ। ମୁଁ ନଈର ଆରପଟରେ ରହେ। ମୁଁ ବର୍ତ୍ତମାନ ଭୋକିଲା ଅଛି। ମୁଁ ତୁମମାନଙ୍କୁ ସମସ୍ତଙ୍କୁ ଖାଇବି। ଏହି ସମୟରେ ଭଗିଆକୁ ଟେକି ଆଣି ନିଜ ପାଟିରେ ପକାଇଦେଲା। ଅନ୍ୟ ଲୋକମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଏଇଭଳି ଯଦି ରାକ୍ଷସ ଆମ ଗାଁରେ ପଶି ଆସେ, ଆମର ସମସ୍ତ ଲୋକ ମରିଯିବେ, ଗାଁ ମଧ୍ୟ ଜନଶୂନ୍ୟ ହୋଇଯିବ। ସେଥିପାଇଁ ଲୋକମାନଙ୍କ ମଧ୍ୟରେ ଗୋଟିଏ ସଭା ବସିଲା। ଆମେ କରିବା କ'ଣ? ମୁଖିଆ ସେମାନଙ୍କୁ କହିଲା, ବ୍ୟସ୍ତ ହୁଅ ନାହିଁ, ମୁଁ ଗୋଟିଏ ଉପାୟ ପାଞ୍ଚିଛି। ବର୍ତ୍ତମାନ ମାର୍ଗଶିର ମାସ ଚାଲିଛି, ତେଣୁ ଆମ୍ଭେମାନେ ତା ପାଇଁ ପିଠା କରି ପ୍ରତ୍ୟେକ ଦିନ ତାକୁ ନେଇ ଦେବା। ମୁଖିଆ ଆଲୋଚନା କରାଇଲା। ତା ପରଦିନ ମୁଖିଆର ପାଳି ଆସିଗଲା। ଏହି ସମୟରେ ନଟିଆ ତା ପାଖରେ ଆସି ପହଞ୍ଚିଗଲେ। ମୁଖିଆ ଘର ନିକଟରୁ ବାହାରି ଆସି ସେମାନଙ୍କୁ ମଣ୍ଡା ପିଠାର ପ୍ରସ୍ତୁତି ବିଷୟରେ କହିଲା। ଠିକ୍ ଅଛି, ମଣ୍ଡା ପିଠା ଏବେ ପ୍ରସ୍ତୁତି ହୋଇଯାଇଛି, ତେଣୁ ତୁମେମାନେ ଶଗଡ଼ ଆଣିଲେ ମୁଁ ପିଠା ଭରିଦେବି। ଏହି ସମୟରେ ଶଗଡ଼ ଆସି ପହଞ୍ଚିଗଲା। ଶଗଡ଼ରେ ପିଠା ଲଦି ହୋଇଗଲା। ନଈ ଆର ପାଖରେ ଥିବା ଅସୁର ନିକଟକୁ ପିଠା ଯାଇ ପହଞ୍ଚିଗଲା। ଅସୁର ସେଇ ନଈ ଆରପଟେ ଥିବା ଗଛ ପାଖରୁ ଆସି ଦେଖିଲା, ଗୋଟିଏ ପୁଅ ଏବଂ ମା ଠିଆ ହୋଇଛନ୍ତି। ଏହି ସମୟରେ ମୁଖିଆର ଏହିସବୁ କଥାକୁ ଦେଖି ଅସୁର ଖାଇବା ପାଇଁ ପିଲାଟିକୁ ହାତ ବଢ଼ାଇଥିଲା, କିନ୍ତୁ ତାକୁ ଯେତେବେଳେ କୁହାଗଲା ମଣ୍ଡା ପିଠା ଆସିଛି, ସେ ଆଉ ନ ଖାଇ କହିଲା, ମୁଁ ମଣ୍ଡା ପିଠା ଖାଇବି। ପିଠା ତ ନିଶ୍ଚିନ୍ତ ଭଲ ହୋଇଥିବ। ଏହା କହି ସେ ଗୋଟିଏ ଗୋଟିଏ କରି ମଣ୍ଡା ପିଠା ଖାଇବାକୁ ଲାଗିଲା। ଏଇଭଳି ଖାଉ ଖାଉ ଶଗଡ଼େ ଯାକ ମଣ୍ଡା ପିଠା ସେ ଖାଇସାରିଦେଲା। କହିଲା, ମୋତେ ଯଦି ଏଇଭଳି ମଣ୍ଡା ପିଠା ଖାଇବାକୁ ଦେବ, ମୁଁ ଆଉ
ମଣିଷ ଖାଇବି ନାହିଁ। ମୋତେ ପ୍ରତ୍ୟେକ ଦିନ ଏହିଭଳି ତୁମେମାନେ ସୁଆଦିଆ ମଣ୍ଡା ପିଠା ଖାଇବାକୁ ଦେବ। ତେଣୁ ମୁଁ ବି ମଧ୍ୟ ଆଉ ରାଗିବି ନାହିଁ। ଅସୁରର ଏଇଭଳି କଥା ଶୁଣି ଗାଁ ଲୋକମାନେ ତାର ନାଁ ଦେଲେ ମଣ୍ଡାଖିଆ ଅସୁର। ମଣିଷକୁ ପାଳି ଦେବି ମୁଁ ଗୋଟିକିଆ। ଦିଅ 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 ମତେ ମଣ୍ଡା ପିଠା, ନହେଲେ ଖାଇଯିବି ମୁଁ ନରକୋଠା କୋଠା। ମୁଁ ମଣ୍ଡାଖିଆ ଅସୁର, ମୁଁ ମଣ୍ଡାଖିଆ ଅସୁର। ମଣ୍ଡା ପିଠାର କେଡ଼େ ସୁଆଦ, ଖାଇଲେ ଲାଗେ ମତେ ଭାରି ଆନନ୍ଦ। ଗୋଳ ନଡ଼ିଆ ଦେଇ ବନାଅ ପୁର, ଦେଇଯାଅ ମତେ ବାରମ୍ବାର। କାହିଁକିନା ମୁଁ ମଣ୍ଡାଖିଆ ଅସୁର, ମୁଁ ମଣ୍ଡାଖିଆ ଅସୁର। ମୋର ନାହିଁ କାହାକୁ ଡର, ମୋର ନାହିଁ କାହାକୁ ଡର। ଏହି ସମୟରେ ମୁଖିଆ ଅସୁରକୁ କହିଲା, ହେ ମଣ୍ଡାଖିଆ ଅସୁର, ଆମେ ସ୍ଥିର କରିଛୁ ତୁମ ପାଇଁ ପ୍ରତ୍ୟେକ ଦିନ ପାଳି କରି ମଣ୍ଡା ପିଠା ଦେବୁ। ତୁମେ ଆଉ ଆମ ଗାଁ ଲୋକଙ୍କ ପାଖକୁ ନ ଯାଇ ହଇରାଣ କରିବ ନାହିଁ। ଅସୁର ମୁଖିଆର କଥାରେ ହଁ ଭରିଲା। ମୋ ପାଇଁ ଶଗଡ଼େ ମଣ୍ଡା ପିଠା ପଠାଇବ। ପ୍ରତିଦିନ ଶଗଡ଼ ଲେଖାଏଁ ମଣ୍ଡା ପିଠା ପଠାଇଲେ ମୁଁ ଆଉ ତୁମମାନଙ୍କୁ ହଇରାଣ କରିବି ନାହିଁ। ତେଣୁ ଅସୁରକୁ ଶାନ୍ତ କରିବା ପାଇଁ ସମସ୍ତେ ମଣ୍ଡା ପିଠା ପ୍ରତିଦିନ କରିବା ପାଇଁ ପାଳିରେ ଲାଗି ପଡ଼ିଲେ। ତାପରେ କନକ ନାମକ ଜଣେ ସ୍ତ୍ରୀ ଲୋକ ମଣ୍ଡା ପିଠା ତିଆରି କଲା। ପିଠାଟି ବହୁତ ସୁନ୍ଦର ଭାବରେ ତିଆରି ହେଉଥାଏ। ଏହି ସମୟରେ ତା ସ୍ୱାମୀକି କହିଲା, ତୁମେ ପିଠା ଦୁଇଟି ଖାଇଦିଅ। ସ୍ୱାମୀ ପିଠା ନେଇକି ଅସୁର ନିକଟକୁ ଯିବ। ସ୍ୱାମୀ ବି ମଧ୍ୟ ବହୁତ ଆନନ୍ଦରେ ପିଠାଟିକୁ ଖାଇଦେଲା। କହିଲା, ବହୁତ ବଢ଼ିଆ ହୋଇଛି। ଏହାପରେ ସେ ଶଗଡ଼ରେ ପିଠା ଲଦି ଅସୁର ନିକଟରେ ପହଞ୍ଚିଲା। ଏହିଭଳି ଅସୁର ସବୁତକ ପିଠା ଖାଇବା ସହିତ ମଣିଷମାନଙ୍କୁ ଖାଇଦିଏ। ଦିନେ ଗୋଟିଏ ବୁଢ଼ୀର ପାଳି ପଡ଼ିଥିଲା। ତାର ଗୋଟିଏ ମାତ୍ର ପୁଅ ଥିଲା। କିନ୍ତୁ ସେ କାନ୍ଦିବାକୁ ଲାଗିଲା। କାନ୍ଦିବାରୁ ସେହି ଗାଁରେ ପାଣ୍ଡବ ପଞ୍ଚୁ ଭାଇ ଥିଲେ। ସେ ପାଣ୍ଡବ ପାଞ୍ଚ ଭାଇଙ୍କର ମଧ୍ୟରୁ ଭୀମ ଥିଲେ ସବୁଠାରୁ ବଳବାନ। ତାଙ୍କ ମା କହିଲେ, ମୋ ପୁଅ ଏହି ପିଠା ନେଇକି ଯିବ। ଅସୁର ପାଖକୁ ମୋ ପୁଅ ଯିବ, ତୁମେ ବ୍ୟସ୍ତ ହୁଅ ନାହିଁ। ତେଣୁ ଅସୁର ନିକଟକୁ ଭୀମ ପିଠା ନେଇଯିବାର ସ୍ଥିର କରାଗଲା। ଭୀମଙ୍କ ମା ମଧ୍ୟ ନିଜେ ରାଜି ହୋଇଗଲେ। ମୋ ପୁଅ ଠିକ୍ ଭାବରେ କାମ କରିବ, ତେଣୁ ତୁମେ କେହି ବ୍ୟସ୍ତ ହୁଅ ନାହିଁ। ମୋ ଉପରେ ତୁମେମାନେ ବିଶ୍ୱାସ ରଖ। ବିଶ୍ୱାସ ରଖିଲେ ନିଶ୍ଚିନ୍ତ ଭାବରେ ମୋ ପୁଅ ଜିତିବ। ଏଇଭଳି ସେ ଭୀମକୁ କହିଥିଲେ, ପୁତ୍ର ଭୀମ, ତୁମେ ଏ ଅସୁରକୁ କିଭଳି ବିନାଶ କରିବ, ଗାଁ ଲୋକଙ୍କୁ ରକ୍ଷା କରିବ, ସେଇଟା ହେଲା ତୁମର କର୍ତ୍ତବ୍ୟ। ତେଣୁ ମାଙ୍କର କଥାରେ ଭୀମ ମଧ୍ୟ ରାଜି ହୋଇଯାଇଥିଲେ। କହିଥିଲେ, ଯଥା ଆଜ୍ଞା। ଏଇଭଳି ଭୀମ ଶଗଡ଼ରେ ଶଗଡ଼େ ପିଠା ନେଇ ନଈ ଆର ପାଖରେ ଥିବା ଅସୁର ନିକଟକୁ ଗଲେ। ବାଟରେ ଯାଉଥାନ୍ତି। ବାଟରେ ଯିବା ସମୟରେ ଏକ ନଦୀ ଦେଖିଲେ। ନଦୀ ଦେଖି ସେଠାରେ ସେ ସ୍ନାନ କରିବାକୁ ବାହାରିଲେ।
ନଦୀ ଭିତରକୁ ଯାଇ ସ୍ନାନ କଲେ, ଠାକୁରଙ୍କୁ ସ୍ମରଣ କଲେ, କହିଲେ କି ଥଣ୍ଡା ପାଣି। ତାପରେ ଶଗଡ଼ ଧରି ପୁଣି ଚାଲିଲେ ଭୀମଙ୍କ ନିକଟକୁ। ବାଟରେ ଭୋକ ହେଲା, ପେଟ ଗୁଡ଼ୁ ଗୁଡ଼ୁ ଲାଗୁଥାଏ, ପେଟ ଖାଲି। ତେଣୁ ସେ ମଣ୍ଡା ପିଠା ସୁଆଦିଆ କି ଅସୁଆଦିଆ ଚାଖିବା ପାଇଁ ଖାଇବାକୁ ଆରମ୍ଭ କଲେ। ଏଇଭଳି ଗୋଟିଏ ପିଠା ଖାଉ ଖାଉ ସେ ଶଗଡ଼ରେ ଥିବା ସମସ୍ତ ପିଠାକୁ ଖାଇବାକୁ ଲାଗିଲେ। ଶଗଡ଼ ଖାଲି ହୋଇଗଲା। ଏହା ଦେଖି ଭୀମ ଚିନ୍ତିତ ହେଲା, କ'ଣ କରିବ? ଚିନ୍ତାରେ ପଡ଼ୁ ପଡ଼ୁ ପୁଣି କିଛି ବାଟ ଗଲା ପରେ ପଥର ଦେଖିଲେ। ସେହି ପଥରରେ ଶଗଡ଼ଟିକୁ ଧୀରେ ଧୀରେ ପୂର୍ଣ୍ଣ କରିଦେଲେ। ପୁଣି ଚାଲିଲେ ନଈର ଆର ପାଖକୁ। ଏହି ସମୟରେ ନଈର ଆର ପାଖରେ ଅସୁର ଡେରି ହୋଇଗଲାଣି, ତାକୁ ଭୋକ ଲାଗିଲାଣି। ସେ ଆସି ପହଞ୍ଚି ଯାଇଥିଲା। ଭୀମ ମଧ୍ୟ ତା ପାଖରେ ପହଞ୍ଚି ଯାଇଥିଲେ। ଅସୁର ଭୀମଙ୍କୁ କହିଥିଲା, କାହିଁକି ଶୀଘ୍ର ଆସିଲ ନାହିଁ? ମୋତେ ଜୋରରେ ଭୋକ ଲାଗିଲାଣି। ଅସୁରର କଥା ଶୁଣି ଭୀମ କହିଥିଲେ, ନିଅ ତୁମେ ପିଠା ଖାଅ, ମୁଁ ତ ତୁମ ପାଇଁ ମଣ୍ଡା ପିଠା ଆଣିଛି। କିନ୍ତୁ ଯେଉଁ ଲୋକ ଆସନ୍ତି ତୁମେ କାହିଁକି ସେମାନଙ୍କୁ ଖାଉଛ? ଅସୁର କହିଲା, ମୁଁ ଭାରି ଭୋକିଲା। ଏହି ସମୟରେ ଅସୁରର କଥା ଶୁଣି ଭୀମ କହିଲେ, ଠିକ୍ ଅଛି, ତୁମେମାନେ ଏବେ ମଣ୍ଡା ପିଠା ଖାଅ। ଅସୁର ଏହି ସମୟରେ କ'ଣ କଲା ନା କହିଲା, ଭାରି ଭୋକ ହେଲାଣି କହି ମଣ୍ଡା ପିଠା ଖାଇଲା। ଭୀମ କହିଲେ, ଆଗେ ପିଠା ଖାଇସାର, ତାପରେ ତୁମ ସହିତ କଥା ହେବା। ଅସୁରଟି ପିଠା ଖାଇବାକୁ ଆରମ୍ଭ କଲା। ପିଠା ଖାଇବା ସମୟରେ ଦାନ୍ତ ଗୁଡ଼ିକ ଗଳଗଳ ହୋଇ ଗଳି ପଡ଼ିଲା। ଭୀମ ଏସବୁ କଥା ଦେଖୁଥାନ୍ତି। ଅସୁରଟି ରାଗି କହିଲା, ମୋର ଦାନ୍ତ ଗଳି ପଡ଼ିଲା? ଇଏ କି କଥା? ଏସବୁ ମୋ ପାଇଁ କ'ଣ କଷ୍ଟ ନୁହେଁ? ଏହା ମଣ୍ଡା ପିଠା ନଥିଲା। ଭୀମ କହିଲେ, ଆରେ ଦାନବ, ଏହା ମଣ୍ଡା ପିଠା ନୁହେଁ, ଏହା ହେଉଛି ପଥର। ତେଣୁ ତୁମେ ଲୋକମାନଙ୍କୁ ଯେଉଁ ଖାଇଦିଅ, ସେଥିପାଇଁ ତୁମକୁ ଦଣ୍ଡ ଦିଆଯାଉଛି। ଶେଷରେ ଭୀମ ଓ ଅସୁରର ଲଢ଼େଇ ଚାଲିଲା। ଭୀମ ତାଙ୍କ ଗଦାରେ କ'ଣ କଲେ ନା ଅସୁରକୁ ମାରିଦେଲେ। ସେହିଦିନଠାରୁ ଭୀମଙ୍କୁ ସମସ୍ତେ ଖୁବ୍ ଆଦର କଲେ। ଗାଁ ଲୋକମାନେ ଖୁସିରେ ରହିଲେ। ତେଣୁ ଆମେ ଏ ଗପରୁ କ'ଣ ଶିକ୍ଷା କଲେ? ଲୋଭରୁ ମୃତ୍ୟୁ।